ସତରେ ଆମ ମୁଖ୍ୟମନ୍ତ୍ରୀ ସରକାର ନା ରଙ୍ଗମରା ମିସ୍ତ୍ରୀ ନା ଆମ ସମସ୍ତଙ୍କର ମୁଖ୍ୟମନ୍ତ୍ରୀ। ଆଜକୁ ପ୍ରାୟ 5 ରୁ 6 ମାସ ହେଇଯାଇଛି ଶାସନ କ୍ଷମତାକୁ ଆସିଲାଣି ବିଜେପି ସରକାର। ହେଲେ ଆମ ମୁଖ୍ୟମନ୍ତ୍ରୀଙ୍କ ରଙ୍ଗମରା କାମ ଏଯାଏଁ ସରୁନି। ପ୍ରଥମେ ଆପଣ ଏହି ଫଟୋକୁ ଦେଖନ୍ତୁ। ହଁ ଆଜ୍ଞା, ଏ ହେଉଛନ୍ତି ଅସ୍ତରଙ୍ଗ ଥାନାର ଏକ ଫଟୋ। ପୂର୍ବରୁ ଏ କେମିତି ଦେଖାଯାଉଥିଲା ଆଉ ଏବେ ରଙ୍ଗ ବୋଳି କେମିତି କରିଛନ୍ତି। ମୋହନ ସରକାର ନିଯୁକ୍ତିରେ କୌଣସି ଇନଭେଷ୍ଟମେଣ୍ଟ କରୁନାହାନ୍ତି ବା ସ୍ୱାସ୍ଥ୍ୟ ସେବା ଉପରେ କୌଣସି ଧ୍ୟାନ ଦେଉନାହାନ୍ତି ବା ଖର୍ଚ୍ଚ କରୁନାହାନ୍ତି। ଖାଲି ପଇସା ଇନଭେଷ୍ଟ ହେଉଛି ରଙ୍ଗ ଚେଞ୍ଜ କରିବାରେ। ଓଡ଼ିଶାର ମୂଲ୍ୟବାନ ସମ୍ପତ୍ତିକୁ ବି ବିକିବା ପାଇଁ ପଛକୁ ଛାଡ଼ି ନାହାନ୍ତି ମୋହନ ମାଝୀ। ଯେଉଁଠି ଆଜ୍ଞା ନୀଳ ରଙ୍ଗ ଦେଖିଲେ ସେଇଠି ରଙ୍ଗ ତୁଳି ନେଇ ବସି ଯାଇଛନ୍ତି ରଙ୍ଗ ମାରିବା ପାଇଁ, ରଙ୍ଗ ବଦଳିବା ପାଇଁ। ଆଉ କ'ଣ ସବୁ ଉପାୟ ଆପଣଉଛନ୍ତି ଆମ ମୁଖ୍ୟମନ୍ତ୍ରୀ। ଏମିତି ଜନସାଧାରଣଙ୍କ କୋଟି କୋଟି ଟଙ୍କା ରଙ୍ଗ ବୋଳିବାରେ ଆଉ ରଙ୍ଗ ପୋତିବାରେ ଲଗେଇଛନ୍ତି ଆମ ମୋହନ ସରକାର। ଏମିତି 100ରୁ ଅଧିକ ଜାଗାରେ ରଙ୍ଗ ପୋତି ରଙ୍ଗ ବୋଳି ଛାଡ଼ିଲେଣି। ରଙ୍ଗ ବୋଳିଲେ ତାକୁ ନିଭାଯାଏ କିପରି ଏ ଟେକ୍ନିକ୍ ମୋହନ ବାବୁଙ୍କ ବେଶ ଭଲସେ ଜଣାଅଛି। କ'ଣ ଠିକ୍ କହିଲି ନା? ଅନ୍ଧଭକ୍ତମାନେ ଏହି ଭିଡ଼ିଓକୁ ଦେଖି ଜଳିବେ ନିହାତି। ମୋର କିଛି ନାହିଁ, ମୁଁ ତ ସତ କଥା କହୁଛି। ଆଉ ମୋହନ ବାବୁ, ଯଦି ଆପଣ ରଙ୍ଗ ଚେଞ୍ଜ କରିବା ପାଇଁ ମୁଖ୍ୟମନ୍ତ୍ରୀ ହେଇଥିଲେ ତମ ଘରୁ ପଇସା ଆଣି ରଙ୍ଗ ଚେଞ୍ଜ କରୁନ। କେହି ୟା ଭିତରେ ବିରୋଧୀ ହେବେ ନାହିଁ। ଅସ୍ତରଙ୍ଗ ଥାନାର ଯେଉଁ ରଙ୍ଗ ଚେଞ୍ଜ ହେଲା କହିପାରିବେ ସେଇଟା କାହା ପଇସାରେ ହେଲା? ମୋହନ ବାବୁ ଏବେ ରଙ୍ଗ ମିସ୍ତ୍ରୀ ହେଲାଣି, ଖାଲି ରଙ୍ଗ ବୋଳି ଚାଲିଛି। ଆଉ ତା ପାଖରେ କୌଣସି କାମଧନ୍ଦା ନାହିଁ? ଓଡ଼ିଶାରେ ଆଉ କୌଣସି ସମସ୍ୟା ନାହିଁ ନା କ'ଣ? ମୁଁ ବୁଝିପାରୁନି। ନା ଦେଖିକି ଅଣଦେଖା କରୁଛନ୍ତି ମୋହନ ସରକାର। ହଁ, ସମସ୍ୟା କଥା କହି ମନେ ପଡ଼ିଛି, ବିଜେଡି ସରକାର ତ ସବୁ ସମସ୍ୟାର ସମାଧାନ କରି ରଖିଯାଇଛନ୍ତି। ଆଉ ସମସ୍ୟା ଆସିବ କେଉଁଠୁ? ନା କ'ଣ କହୁଛନ୍ତି ମୋହନ ବାବୁ? ଭାଇ, ମୋର ହୋସ୍ ଫେରିବାଠୁ ନବୀନ ସରକାର ଶାସନ କରି ଆସିଛନ୍ତି ଓଡ଼ିଶାରେ। ମୁଁ ଯେତିକି ଜାଣିଛି ନବୀନ ସରକାର ସବୁ କରି ସାରିଛନ୍ତି। ଯେମିତିକି ରାସ୍ତା ନବୀନ ବାବୁ କରିଛନ୍ତି, ସ୍ୱାସ୍ଥ୍ୟ ସେବାରେ ବିଜୁ ସ୍ୱାସ୍ଥ୍ୟ କାର୍ଡ଼ ଯୋଗାଇ ଦେଇଛନ୍ତି ଜନସାଧାରଣଙ୍କୁ, ଆହୁରି ଅନ୍ୟାନ୍ୟ ସେବା ମଧ୍ୟ ଦେଇଛନ୍ତି। ନବୀନ ବାବୁଙ୍କ ସମୟରେ ପୋଲ ଅନେକ ଜାଗାରେ ହେଇଛି। ଆଉ ଏବେ ମୋହନ ବାବୁ କ'ଣ କରିବେ? ସବୁ ତ ଆମର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ବାବୁ କରିଯାଇଛନ୍ତି। ୟାଙ୍କ ପାଇଁ ନବୀନ ବାବୁ କିଛି ରଖିନାହାନ୍ତି କରିବା ପାଇଁ। ଖାଲି କରିବେ ତ ରଙ୍ଗ ବଦଳିବା କାମ। ଆଉ କହିବେ ଆମ ବିଜେପି ସରକାର ଏସବୁ କାମ କରିଛନ୍ତି। ସାଧାରଣ ଲୋକଙ୍କୁ ବୋକା ବନେଇବେ ଏ ସରକାର, ଆଉ ନିଜକୁ ନିଜେ କ୍ରେଡିଟ୍ ନେବେ। ଏ ହେଉଛନ୍ତି ବିଜେପି ସରକାର। ଆଉ କିଛି ଦିନ ପରେ ଦେଖିବେ ଭୁବନେଶ୍ୱରରେ ଥିବା ଗଛଗୁଡ଼ିକ ବି ରଙ୍ଗ ବଦଳି ଦେବେ ମୋହନ ସରକାର। ଯଦି ଏ ସମ୍ଭବ ନ ହୁଏ ତାହେଲେ ମୋହନ ମାଝୀ ଗେରୁଆ ରଙ୍ଗ ଗଛ ଦେଖି ଖୋଜିକି ଆଣି ନୂଆ ପ୍ଲାଣ୍ଟେସନ କରିବେ ମୋହନ। ମୋହନ ବାବୁ, ଆପଣ ଏତେ ତତ୍ପରତା କାହିଁ ଦେଖୁଛନ୍ତି ବିଜେପି ପ୍ରତି? ନିଜର ଭଲ ପାଇବା ଦେଖାଇବା ପାଇଁ? ଜନତାଙ୍କ ଉପରେ ଟିକେ ଭଲ ପାଇବା ଦେଖାନ୍ତୁ। ଲୋକ ଆମ୍ବ ଟାକୁଆ ଖାଇ ମରୁଛନ୍ତି, ଆଉ ଆପଣ 36 ପ୍ରକାରର ବ୍ୟଞ୍ଜନ ଖାଉଛନ୍ତି। ଆଉ ଏସବୁ କ'ଣ ଲଗେଇ ରଖିଛନ୍ତି? ଶାସନ ନା ଧନ୍ଦା? ନିଜକୁ ଲଜ୍ଜା ଲାଗିବା କଥା। ସାରା ଦୁନିଆରେ ଏ ଖବର ଜାଣିଲେ ଆପଣ ଭାବିପାରୁଛନ୍ତି କ'ଣ ହେବ? ବିଶ୍ୱ ରେକର୍ଡ ହେଇଯିବ, ଜାଣିଛନ୍ତି? କହିବ ଆମ୍ବ ଟାକୁଆ ଖାଇ ଲୋକ ମରୁଛନ୍ତି ଓଡ଼ିଶାରେ। ହେଲେ ଓଡ଼ିଶା ସରକାର 36 ପ୍ରକାରର ବ୍ୟଞ୍ଜନ ଖାଉଛନ୍ତି, କ୍ଷୀରି ପୁରୀ ଖାଉଛନ୍ତି। ମୁଁ ଆଜ୍ଞା ଏମିତି ଲଜ୍ଜାଜନକ ଜିନିଷ ମୋ ଲାଇଫରେ ମୁଁ ଦେଖିନଥିଲି। ରାଜନୈତିକ ଜୀବନରେ ଏମିତି ହେବାକୁ ମୁଁ କେବେ ଜାଣିନି, ଶୁଣିନି। ରାଜ୍ୟରେ ରଙ୍ଗ ବଦଳିବା ପାଇଁ ଗୋଟେ ସରକାର ଆସିଛନ୍ତି। ଭାଇ, ତମେ ଆଗେ ସାଧାରଣ ଲୋକଙ୍କ ଦେଖ। ଲୋକଙ୍କ ନିଯୁକ୍ତି ନାହିଁ, ସ୍ୱାସ୍ଥ୍ୟ ସେବା ଭଲ ବ୍ୟବସ୍ଥା ନାହିଁ। କାର୍ଡ଼ ଦେବେ କୁଆଡ଼େ? ଆଧାର କାର୍ଡ଼। ଲୋକ ଜମିବାଡ଼ି ବିକିବେ, ତାପରେ ଟ୍ରିଟମେଣ୍ଟ ହେବେ। ଏ ହେଉଛନ୍ତି ମୋହନ ସରକାରଙ୍କର ଅସଲି ରଙ୍ଗ। ସେ ଖାଲି ରଙ୍ଗ ଚେଞ୍ଜ କରିବାକୁ ଆସିଛନ୍ତି, ଲୋକଙ୍କ ଭବିଷ୍ୟତ ବଦଳାଇବାକୁ ଆସିନାହିଁ। ଏମିତି ହେଲେ ସରକାର ଚାଲିବନି ଆଜ୍ଞା। ତମ ସରକାର ବେଶୀ ଦିନ ପାଇଁ ଟେକିବନି। ମୋହନ ବାବୁ, ଆପଣ ଖାଲି ସାଧାରଣ ଲୋକ କଥା ଭାବନ୍ତୁ, ଆପଣଙ୍କ ପାର୍ଟି କଥା ଭାବନ୍ତୁ ନାହିଁ। ଆପଣଙ୍କ ପାର୍ଟିର ଆଗେ ରଙ୍ଗ ଚେଞ୍ଜ କରନ୍ତୁ, ବାରମ୍ବାର ତା ଉପରେ ରଙ୍ଗ ବଦଳାନ୍ତୁ। ଆମେ ଏଥିରେ କୌଣସି ତିକ୍ତତା ଦେଖେଇବୁନୁ। ଆମର କିଛି ଯାଏ ଆସେନି ଆପଣ କ'ଣ କରୁଛ କି ନ କରୁଛ। ଦୟାକରି ଆପଣ ଏସବୁରୁ ନିବୃତ୍ତ ରୁହନ୍ତୁ, ନହେଲେ ରାଜରାସ୍ତାରେ ବିରୋଧର ଶିକାର ହେବେ। ଜନତା ବିରୋଧ କରିବେ, ସେତେବେଳେ ଆପଣ ଗାଦି ଛାଡ଼ି ପଳାଇବାକୁ ବାଟ ପାଇବେନି।